ଭାରତର ଐତିହାସିକ ବିଜୟ। କାନପୁର ଟେଷ୍ଟ ଜିତି ସିରିଜ ପୋଛିଲା ଭାରତ, ଧୂଳି ଚାଟିଲା ବାଂଲାଦେଶ। କାନପୁର ଟେଷ୍ଟରେ ବାଂଲାଦେଶକୁ 7 ୱିକେଟରେ ହରାଇଲା ଭାରତ। 95 ରନ୍ ଟାର୍ଗେଟକୁ ମାତ୍ର 2 ୱିକେଟ ହରାଇ ହାସଲ କରିନେଲା ଟିମ୍ ଇଣ୍ଡିଆ। ତେବେ ପ୍ରଥମ ଟେଷ୍ଟ ଜିତି ସାରିଥିବା ବେଳେ କାନପୁରରେ ଦ୍ୱିତୀୟ ଟେଷ୍ଟ ବି ଜିତିଛି ଭାରତ। ଏହା ସହିତ ଟେଷ୍ଟ ସିରିଜକୁ 2-0ରେ ମଧ୍ୟ କ୍ଲିନ୍ ସୁଇପ୍ କରିନେଇଛି ଭାରତ। ତେବେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 233 ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହାପରେ ଭାରତ 9 ୱିକେଟ ହରାଇ 285 ରନ୍ କରିଥିଲା। ପରେ ଦ୍ୱିତୀୟ ଇନିଂସରେ ବାଂଲାଦେଶ 146 ରନ୍ କରିପାରିଥିଲା। ଫଳରେ ଭାରତ ସାମ୍ନାରେ 95 ରନ୍ର ଟାର୍ଗେଟ ଆସିଥିଲା, ଯାହାକୁ ମାତ୍ର 3 ୱିକେଟ ହରାଇ ହାସଲ କରିନେଲା ଭାରତ। ତେବେ ଭାରତ ତରଫରୁ ଅଧିନାୟକ ରୋହିତ ଶର୍ମା 7 ବଲ୍ରୁ 8 ରନ୍ କରିଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ଅର୍ଦ୍ଧଶତକ ହାସଲ କରିଥିଲେ। ଯଶସ୍ୱୀ 45 ବଲ୍ରୁ 51 ରନ୍ କରିପାରିଥିଲେ। ପରେ ପରେ ବିରାଟ କୋହଲି, ଶୁଭମନ ଗିଲ୍ ଓ ରିଷଭ ପନ୍ତଙ୍କ ସହ ମିଶି ଭାରତକୁ ଜିତାଇ ଦେଇଥିଲେ। ସେହିପରି ଭାରତ ତରଫରୁ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲ 72 ରନ୍ କରିଥିବା ବେଳେ ରୋହିତ 23, ଶୁଭମ 39 ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି 47, କେଏଲ୍ ରାହୁଲ 68 ରନ୍ କରିପାରିଥିଲେ। ବୋଲିଂରେ ଜସପ୍ରୀତ ବୁମରା ସର୍ବାଧିକ 6ଟି ୱିକେଟ ହାସଲ କରିଥିବା ବେଳେ ଅଶ୍ୱିନ୍ 5ଟି ୱିକେଟ ନେଇଥିଲେ। ମହମ୍ମଦ ସିରାଜ 2ଟି ୱିକେଟ ନେଇଥିବା ବେଳେ ଜାଡେଜା 4ଟି ୱିକେଟ ନେଇ ଭାରତକୁ ବିଜୟ କରିଛନ୍ତି। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି।